ପାସ୍କା ପରବର୍ତ୍ତୀ ଚତୁର୍ଥ ସପ୍ତାହ ମଙ୍ଗଳବାର ଦିବ୍ୟ ଯଜ୍ଞ, fourth week of Easter, Tuesday. Entrance antiphon. Let us rejoice and be glad and give glory to God, for the Lord our God, the Almighty reigns. Alleluia. ପିତା ଉପ ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ଆମେନ୍। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ, ଈଶ୍ୱରଙ୍କ ପ୍ରେମ ଓ ପବିତ୍ର ଆତ୍ମାଙ୍କ ସହାୟତା ଆପଣମାନେ ପ୍ରାପ୍ତ ହୁଅନ୍ତୁ। ଆପଣ ମଧ୍ୟ ପ୍ରାପ୍ତ ହୁଅନ୍ତୁ। ପ୍ରଭୁ ଆମ୍ଭମାନଙ୍କର ଉତ୍ତମ ମେଷପାଳକ। ବାରମ୍ବାର ଏହି ଦିନ ଗୁଡ଼ିକ ଆମ୍ଭମାନେ ଶୁଣୁଅଛୁ ପ୍ରଭୁଙ୍କର ବଚନ, ଜହନ ଲିଖିତ ସୁସମାଚାର ଅଧ୍ୟାୟ 10। ଆମମାନେ ଯେତେବେଳେ ତାଙ୍କରି ସ୍ୱର ଶୁଣି ତାଙ୍କରି ଅନୁକରଣ କରିବା, ସେ କଦାପି ଆମମାନଙ୍କୁ ଛାଡ଼ିଦେବେ ନାହିଁ ବିନଷ୍ଟ ହେବା ପାଇଁ। ସେ ଆମ ସମସ୍ତଙ୍କୁ ଏକ ମେଷ ପଲରେ ରଖିବା ପାଇଁ ଚାହାନ୍ତି। ଏକ ହେଇ ରହିବା ପାଇଁ ଆମମାନଙ୍କୁ ସେ ଆହ୍ୱାନ କରନ୍ତି। ଆମେ ପାପୀ ହେଲେ ସୁଦ୍ଧା ସେ ଆମମାନଙ୍କୁ କ୍ଷମା ଦେଇ ତାଙ୍କରି ମେଷ ପଲରେ ରଖିବା ପାଇଁ ସେ ଆମମାନଙ୍କୁ ଡାକନ୍ତି। ଆମର ପ୍ରଭୁଙ୍କର ସ୍ୱର ଶୁଣିବାର ଆବଶ୍ୟକ, ଆଉ ତାଙ୍କରି ଅନୁକରଣ କରିବାର ଆବଶ୍ୟକ। ବିଭିନ୍ନ ସଂସ୍କାର ମାଧ୍ୟମରେ ଆମମାନେ ପ୍ରଭୁଙ୍କ ବିଷୟରେ ଜାଣୁଛୁ, ପ୍ରଭୁଙ୍କୁ ଅନୁଭବ କରୁଛୁ, ପ୍ରଭୁଙ୍କୁ ଗ୍ରହଣ କରୁଛୁ। ଦିବ୍ୟ ଯଜ୍ଞ ଏକ ମାଧ୍ୟମ ଯେଉଁଥିରେ ଆମେମାନେ ସିଧାସଳଖ ଭାବରେ ପ୍ରଭୁଙ୍କୁ ଗ୍ରହଣ କରୁଛୁ। ଏହା ଆମମାନଙ୍କୁ ଶକ୍ତି ଦେଉ, ଆମର ବିଶ୍ୱାସକୁ ବୃଦ୍ଧି କରୁ, ତାଙ୍କରି ମେଷ ପଲରେ ସର୍ବଦା ରହିବା ପାଇଁ, ଆଉ ତାଙ୍କରି ପ୍ରଚାର ପ୍ରସାର କରିବା ପାଇଁ। ସକଳ ପାପ ଦୋଷ ଦୁର୍ବଳତା ପାଇଁ ଆସନ୍ତୁ ଆମେ କ୍ଷମା ଭିକ୍ଷା ପ୍ରାର୍ଥନା କହିବା। ସର୍ବଶକ୍ତିମାନ ପରମେଶ୍ୱର ଓ ଆପଣମାନଙ୍କ ସମ୍ମୁଖରେ ମୁଁ ସ୍ୱୀକାର କରୁଅଛି ଯେ କାୟମର ବାକ୍ୟରେ ଏବଂ କର୍ତ୍ତବ୍ୟ ଅବହେଳାରେ ମୁଁ ବାରମ୍ବାର ପାପ କରିଅଛି। ଅତଏବ ଆମମାନଙ୍କର ପ୍ରଭୁ ପରମେଶ୍ୱରଙ୍କ ନିକଟରେ ମୋର ନିମନ୍ତେ ନିବେଦନ କରିବା ପାଇଁ ଚିରକୁମାରୀ ଧନ୍ୟ ମାରିଆଙ୍କୁ, ସକଳ ଦୂତ ଓ ସାଧୁ ସାଧ୍ୱୀଙ୍କୁ ଏବଂ ଆପଣମାନଙ୍କୁ ମୁଁ ବିନତି କରୁଅଛି। ସର୍ବଶକ୍ତିମାନ ପରମେଶ୍ୱର ଆମମାନଙ୍କ ପ୍ରତି ସଦୟ ହୁଅନ୍ତୁ ଏବଂ ଆମମାନଙ୍କର ପାପ କ୍ଷମା କରି ଆମମାନଙ୍କୁ ଅନନ୍ତ ଜୀବନ ପ୍ରଦାନ କରନ୍ତୁ। ଆମେନ୍। ହେ ପ୍ରଭୁ ଦୟାକର, ହେ ପ୍ରଭୁ ଦୟାକର, ହେ ଖ୍ରୀଷ୍ଟ ଦୟାକର, ହେ ଖ୍ରୀଷ୍ଟ ଦୟାକର, ହେ ପ୍ରଭୁ ଦୟାକର, ହେ ପ୍ରଭୁ ଦୟାକର। ଆମେ ପ୍ରାର୍ଥନା କରିବା। ହେ ପ୍ରଭୁ ପରମେଶ୍ୱର, ତୁମେ ପୁନରୁତ୍ଥିତ ହୋଇ ତୁମରି ଶିଷ୍ୟମାନଙ୍କୁ ଦର୍ଶନ ଦେଲ। ଅନେକ ପବିତ୍ର ଆତ୍ମାଙ୍କ ଶକ୍ତିରେ ପରିପୂର୍ଣ୍ଣ ହୋଇ ତୁମରି ପୁନରୁତ୍ଥାନ ପ୍ରଚାର କଲେ। ଅନେକ ବିଶ୍ୱାସୀ ଖ୍ରୀଷ୍ଟ ଧର୍ମ ଗ୍ରହଣ କଲେ। ପ୍ରଭୁ ଆମେ ସମସ୍ତେ ଏକ ବିଶ୍ୱାସରେ ବଢ଼ୁଅଛୁ। ସମସ୍ତଙ୍କୁ ତୁମରି ପ୍ରେମ ଶାନ୍ତି କ୍ଷମା ଦେଇ ତୁମରି ମେଷ ପଲରେ ଆମମାନଙ୍କୁ ସ୍ଥାନ ଦିଅ। ଏହା ମାନେ ଭିକ୍ଷା କରୁ ତୁମ ପୁତ୍ର ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟସ୍ଥରେ, ଯେ ତୁମ ଏବଂ ପବିତ୍ର ଆତ୍ମାଙ୍କ ସଙ୍ଗରେ ଏକ ଈଶ୍ୱର ରୂପେ ଜୀବନ ଧାରଣ ତଥା ରାଜତ୍ୱ କରନ୍ତି ଯୁଗେ ଯୁଗେ। ଆମେନ୍। First reading, a reading from the Acts of the Apostles, chapter 11, 19 to 26. Those who had escaped during the persecution that happened because of Stephen
traveled as far as Phoenicia and Cyprus and Antioch, but they usually proclaimed the message only to Jews. Some of them, however, who came from Cyprus and Cyrene went to Antioch, where they started preaching to the Greeks, proclaiming the good news of the Lord Jesus to them as well. The Lord helped them, and a great number believed and were converted to the Lord. The church in Jerusalem heard about this, and they sent Barnabas to Antioch. There he could see for himself that God had given grace, and this pleased him, and he urged them all to remain faithful to the Lord with heartfelt devotion. For he was a good man, filled with the Holy Spirit and with faith. And a large number of people were won over to the Lord. Barnabas then left for Tarsus to look for Saul, and when he found him, he brought him to Antioch. As things turned out, they were to live together in that church a whole year, instructing a large number of people. It was at Antioch that the disciples were first called Christians. The word of the Lord. Thanks be to God. Responsorial Psalm. Praise the Lord, all you nations. On the holy mountain is his city, cherished by the Lord. The Lord prefers the gates of Zion to all Jacob's dwellings. Of you are told glorious things, O city of God. Response. Oh, praise the Lord, all you nations. It is he, the Lord Most High, who gives each his place. In his register of peoples he writes, these are her children, and while they dance they will sing. In you all find their home. Response. Oh, praise the Lord, all you nations. The Gospel Acclamation. Alleluia, alleluia. The sheep that belongs to me listen to my voice, says the Lord. I know them, and they follow me. Alleluia. प्रभु आपण मानक संगे रहंतु, आपणक संगे मध्य रहंतु। साधु जहन लिखित पुण्य सुसमाचार पाठ। प्रभुंकर जय। अध्याय 10 पद संख्या 22 रु 30 पर्यंत। सही समय रे जेरुसालेम रे प्रतिष्ठा उत्सव पालित हेउथिला। एहा थिला शीत ऋतु। जीशु देवालय मध्यस्थ सलोमनक मंडपरे विचरण करुथांती। तेणु जिहुदी माने ताहांक चतुर्पार्श्वरे समवेत होई ताहांकु कहिले, आपण आंभमानंकु आउ केते काल संदेहरे रखिबे? आपण जदि मसीह अटंती आंभमानंकु स्पष्ट भावे कुहंतु। जीसु उत्तर देई कहिले, मु तुम्हामानंकु कहिअछि, किंतु तुम्हे माने विश्वास करुनाह। मोर पितांक नाम रे मु जेउ कर्म करे से समस्त मोर साक्ष्य प्रदान करे, किंतु तुम्हे माने विश्वास करुनाह। कारण तुम्हे माने मो मेष पलर नुह। मोर मेष गुड़िक मोर स्वर शुणंती। मु सेमानंकु जाने एवं सेमाने मोर अनुसरण करंती। मु सेमानंकु अनंत जीवन प्रदान करे। सेमाने कदापि विनिष्ट हेबे नाही। कौनसी व्यक्ति मो हस्तरु सेमानंकु बलपूर्वक अपहरण करि पारिबो नाही। मोर पिता सेमानंकु मते प्रदान करिअछन्ति। से सर्वपेक्षा महान।
ପିତାଙ୍କ ହସ୍ତରୁ କୌଣସି ବ୍ୟକ୍ତି ସେମାନଙ୍କୁ ଛଡ଼ାଇ ନେଇ ପାରିବେ ନାହିଁ। ପିତା ଓ ମୁଁ ଏକ। ଏହା ପ୍ରଭୁଙ୍କର ସୁସମାଚାର। ମୁଁ ହିଁ ଉତ୍ତମ ମେଷପାଳକ। ଯେଉଁ ମୁଖ୍ୟ ପ୍ରସଙ୍ଗ ଏଇ ଦିନ ଗୁଡ଼ିକରେ ଆମ୍ଭମାନେ ଶୁଣୁଛୁ, ଆଉ ଆଜି ପ୍ରଭୁ ଯୀଶୁ ନିଜେ କହୁଛନ୍ତି ପିତା ଈଶ୍ୱର ଆଉ ମୁଁ ଏକ। ପିତା ଈଶ୍ୱର ଆଉ ପୁତ୍ର ଈଶ୍ୱର ଏକ ଅଟନ୍ତି। ଆଉ ପୁଣି ଆମମାନେ ପବିତ୍ର ଆତ୍ମା ଈଶ୍ୱରଙ୍କୁ ମିଶାଇବା। ତିନିଟି ବ୍ୟକ୍ତି ଏକ ପରମେଶ୍ୱର। ଆମମାନେ ପ୍ରଭୁ ଯୀଶୁଙ୍କ ଦ୍ୱାରା ପିତା ଈଶ୍ୱରଙ୍କୁ ଜାଣୁଛୁ, ପବିତ୍ର ଆତ୍ମା ଈଶ୍ୱରଙ୍କୁ ଜାଣୁଛୁ। ଦୀକ୍ଷା ସ୍ନାନ ଯେତେବେଳେ ଆମମାନେ ଗ୍ରହଣ କରିବାକୁ ଯାଉଛୁ, ପବିତ୍ର ଆତ୍ମା ଈଶ୍ୱରଙ୍କୁ ଆମମାନେ ଗ୍ରହଣ କରୁଛୁ। ପୁତ୍ର ଈଶ୍ୱର ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରୁଛୁ। ପିତା ଈଶ୍ୱରଙ୍କୁ ଗ୍ରହଣ କରୁଛୁ। ବିଶ୍ୱାସୀ ହେଇ ତାଙ୍କରି ମେଷ ସଦୃଶ ପ୍ରଭୁଙ୍କର ସ୍ୱର ଶୁଣୁଛୁ, ପ୍ରଭୁଙ୍କର ଅନୁସରଣ କରୁଛୁ, ଆଉ ସେ ଆମମାନଙ୍କୁ ଅନନ୍ତ ଜୀବନ ପ୍ରଦାନ କରୁଅଛନ୍ତି। ପାପୀ ହେଲେ ସୁଦ୍ଧା ପ୍ରଭୁ ଆମମାନଙ୍କୁ ଆହ୍ୱାନ କରନ୍ତି, ଆମର ପାପକୁ କ୍ଷମା କରନ୍ତି। କାରଣ ସେ ତାଙ୍କରି ବଚନରେ ଆଜି କହନ୍ତି, ପିତାଙ୍କ ହସ୍ତରୁ କୌଣସି ବ୍ୟକ୍ତି ସେମାନଙ୍କୁ ଛଡ଼ାଇ ନେଇପାରିବେ ନାହିଁ। ପିତାଙ୍କ ହସ୍ତରୁ, ସୃଷ୍ଟିକର୍ତ୍ତା ପିତାଙ୍କ ହସ୍ତରେ ଆମମାନେ ସମସ୍ତେ ଅଛୁ। ତାଙ୍କ ହାତରେ ଆମମାନେ ସବୁ ଅଛୁ। ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେବା କଥା, ସେ ଆମମାନଙ୍କୁ ତାଙ୍କ ହାତରେ ରଖିଛନ୍ତି। ଯେତେ ଦୁଃଖ କଷ୍ଟ ଯାହା ବି ଘଟିଯାଉ, ପିତା ଈଶ୍ୱରଙ୍କ ହସ୍ତରେ ଆମମାନେ ଅଛୁ। ଆଉ କଦାପି କୌଣସି ଶୈତାନ, କୌଣସି ବ୍ୟକ୍ତି ଆମମାନଙ୍କୁ ପିତାଙ୍କ ହସ୍ତରୁ ଛଡ଼ାଇ ନେଇପାରିବ ନାହିଁ। ଆଉ ସେ କହୁଛନ୍ତି ପିତା ଆଉ ମୁଁ ଏକ। ପିତାଙ୍କ ହସ୍ତରେ ଅଛୁ ଆମେ, ପୁତ୍ରଙ୍କ ହସ୍ତରେ ଅଛୁ ଆମେ, ପବିତ୍ର ଆତ୍ମାଙ୍କ ହସ୍ତରେ ଅଛୁ ଆମେ। ଆମେ ବିଶ୍ୱାସ କରିବା, ପ୍ରଭୁଙ୍କର ବଚନ ଶୁଣିବା, ପ୍ରଭୁଙ୍କର ଆଜ୍ଞା ପାଳନ କରିବା, ଅନନ୍ତ ଜୀବନ ପାଇବା, କଦାପି ବିନଷ୍ଟ ହେବା ନାହିଁ। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଅଫଟ୍ରି ଉତ୍ସର୍ଗ। ଧନ୍ୟ ହେ ପ୍ରଭୁ ବିଶ୍ୱବିଧାତା, ତୁମ୍ଭ ବଦାନ୍ୟତାରୁ ଯେଉଁ ରୋଟି ଆମମାନେ ଲାଭ କରିଅଛୁ, ତାହା ଆମମାନଙ୍କୁ ଅର୍ପଣ କରୁଅଛୁ। ତାହା ତୁମକୁ ଅର୍ପଣ କରୁଅଛୁ। ଏହା ଭୂମିରୁ ଜାତ ଓ ମନୁଷ୍ୟଙ୍କ ପରିଶ୍ରମର ଫଳ। ଏହା ହେବ ଆମମାନଙ୍କର ଆଧ୍ୟାତ୍ମିକ ଅନ୍ନ। ଯୁଗେ ଯୁଗେ ଧନ୍ୟ ପରମେଶ୍ୱର। ଧନ୍ୟ ହେ ପ୍ରଭୁ ବିଶ୍ୱବିଧାତା, ତୁମର ବଦାନ୍ୟତାରୁ ଯେଉଁ ଦ୍ରାକ୍ଷାରସ ଆମମାନେ ଲାଭ କରିଅଛୁ, ତାହା ତୁମକୁ ଅର୍ପଣ କରୁଅଛୁ। ଏହା ଦ୍ରାକ୍ଷାଲତାରୁ ଜାତ ଓ ମନୁଷ୍ୟଙ୍କ ପରିଶ୍ରମର ଫଳ। ଏହା ହେବ ଆମମାନଙ୍କର ଆଧ୍ୟାତ୍ମିକ ପାନ। ଯୁଗେ ଯୁଗେ ଧନ୍ୟ ପରମେଶ୍ୱର। ହେ ପ୍ରଭୁ ପରମେଶ୍ୱର, ଆମମାନଙ୍କୁ ତଥାପି ନରମ ଆମର ଏହି ବଳି ଗ୍ରହଣ କରିବାକୁ ପ୍ରସନ୍ନ ହୁଅ। ହେ ପ୍ରଭୁ, ଆମର ପାପ କାଳିମା ଧୋଇ ଦିଅ, ମୋ ପାପୀ ମୋତେ ଶୁଦ୍ଧ କର। ଭାଇ ଓ ଭଉଣୀ ପ୍ରାର୍ଥନା କରନ୍ତୁ, ଯେପରି ଆମମାନଙ୍କର ଏହି ନୈବେଦ୍ୟ ସର୍ବଶକ୍ତିମାନ ପିତା ପରମେଶ୍ୱର ଗ୍ରହଣ କରନ୍ତି। ନିଜ ନାମର ମହିମା ଓ ଗୌରବ ଏବଂ ଆମମାନଙ୍କର ତଥା ନିଖିଳ ପବିତ୍ର ଧର୍ମମଣ୍ଡଳୀର ମଙ୍ଗଳ ନିମନ୍ତେ ପ୍ରଭୁ ଆପଣଙ୍କ ହସ୍ତରୁ ଏହି ନୈବେଦ୍ୟ ଗ୍ରହଣ କରନ୍ତୁ। ଆମେ ପ୍ରାର୍ଥନା କରିବା। ହେ ପ୍ରଭୁ, ତୁମ୍ଭ ପ୍ରଜାମାନଙ୍କର ପ୍ରାର୍ଥନା ଓ ନୈବେଦ୍ୟ ସାଦରେ ଗ୍ରହଣ କର। ବିଶେଷ ଭାବରେ ଆମମାନେ ଅର୍ପଣ କରୁ ସାରା ବିଶ୍ୱରେ
ଯେଉଁ ଜନତା ଦୁଃଖ କଷ୍ଟ ରୋଗାଗ୍ରସ୍ତ ସେମାନଙ୍କୁ ସ୍ପର୍ଶ କର। ସେମାନଙ୍କୁ ତୁମେ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କର। ଆମମାନଙ୍କ ପରିବାର ବନ୍ଧୁବାନ୍ଧବ ଯେଉଁ ସବୁ ମନସ୍କାମନା ନେଇ ପ୍ରାର୍ଥନା ଗୁହାରି କରୁଅଛନ୍ତି, ପ୍ରଭୁ ସେମାନଙ୍କୁ ମଧ୍ୟ ତୁମରି ସମୟାନୁକ୍ରମେ ତୁମେ ତୁମରି ଆଶୀର୍ବାଦ ପ୍ରଦାନ କର। ତୁମେ ଯେଉଁ ମୁକ୍ତିର କର୍ମ ଆମ ମଧ୍ୟରେ ଆରମ୍ଭ କରିଅଛ, ତାହା ଏହି ମୁକ୍ତିପ୍ରଦ ନିସ୍ତାର ପର୍ବ ସମୟରେ ପୂର୍ଣ୍ଣ କରିବାକୁ ପ୍ରସନ୍ନ ହୁଅ। ଆମ ସମସ୍ତଙ୍କୁ ଆଶୀର୍ବାଦ କର, ଯେପରି ତୁମରି କଣ୍ଠସ୍ୱର ଶୁଣି ତୁମରି ଅନୁସରଣ କରିବୁ ଏବଂ ତୁମରି ମେଷ ପୋଲରେ ଏକ ହୋଇ ରହିବୁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧ୍ୟସ୍ଥତାରେ ଏହା ତୁମ ନିକଟରେ ଆମର ସବିନୟ ନିବେଦନ। ଆମେନ୍। ପ୍ରଭୁ ଆପଣମାନଙ୍କ ସଙ୍ଗେ ରହନ୍ତୁ, ଆପଣଙ୍କ ସଙ୍ଗେ ମଧ୍ୟ ରହନ୍ତୁ। ହୃଦୟ ଉତ୍ତୋଳନ କରନ୍ତୁ। ଆମେ ପ୍ରଭୁଙ୍କ ପ୍ରତି ଆମର ହୃଦୟ ଉତ୍ତୋଳନ କରୁଅଛୁ। ଆମେ ପ୍ରଭୁ ଈଶ୍ୱରଙ୍କର ଧନ୍ୟବାଦ କରିବା, ତାହା କରିବା ଉଚିତ ଓ ସଙ୍ଗତ। ହେ ପ୍ରଭୁ ପରମ ପିତା ସର୍ବଶକ୍ତିମାନ ଓ ସନାତନ ପରମେଶ୍ୱର, ଆମ ପ୍ରଭୁ ଖ୍ରୀଷ୍ଟଙ୍କ ମଧ୍ୟସ୍ଥତାରେ ସର୍ବତ୍ର ଓ ସର୍ବଦା ତୁମ୍ଭ ନିକଟରେ ଆମ୍ଭମାନଙ୍କର କୃତଜ୍ଞତା ଜ୍ଞାପନ କରିବା ଏକାନ୍ତ ଉଚିତ ଓ ପରମ ମଙ୍ଗଳକର। ଏହି ନିସ୍ତାର ପାସ୍କା ସମୟରେ ନିସ୍ତାର ବଳି ଖ୍ରୀଷ୍ଟ ଉତ୍କୃଷ୍ଟ ହୋଇଅଛନ୍ତି। ସେହି ଆମମାନଙ୍କର ପ୍ରକୃତ ମେଷ ଶାବକ, ଯେ ଜଗତର ସକଳ ପାପ ହରଣ କରନ୍ତି। ନିଜେ ମୃତ୍ୟୁବରଣ କରି ସେ ଆମମାନଙ୍କ ମୃତ୍ୟୁକୁ ଜୟ କରିଅଛନ୍ତି। ନିଜେ ପୁନର୍ଜୀବିତ ହୋଇ ଆମମାନଙ୍କୁ ଦାନ କରିଅଛନ୍ତି ନବଜୀବନ। ଅତଏବ ସ୍ୱର୍ଗର ଦୂତବର୍ଗ ତଥା ସାଧୁ ସାଧ୍ୱୀଙ୍କ ଉଲ୍ଲସିତ ସଙ୍ଗୀତରେ ଆମମାନଙ୍କର କଣ୍ଠ ମିଳିତ କରି ଆମେ ତୁମ୍ଭର ଜୟଗାନ କରୁ। ପବିତ୍ର 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 ପ୍ରତାପମୟ ପ୍ରଭୁ ଈଶ୍ୱର, ସ୍ୱର୍ଗମର୍ତ୍ତ୍ୟ ତୁମ୍ଭ ଗୌରବରେ ପରିପୂର୍ଣ୍ଣ। ଊର୍ଦ୍ଧ୍ୱଲୋକେ ତୁମ୍ଭର ଜୟ। ଧନ୍ୟ ଯେ ପ୍ରଭୁଙ୍କ ନାମରେ ଆସନ୍ତି, ଊର୍ଦ୍ଧ୍ୱଲୋକେ ତାହାଙ୍କର ଜୟ। ହେ ପରମ ପିତା, ତୁମ୍ଭେ ବାସ୍ତବରେ ପୁଣ୍ୟମୟ। ତୁମ୍ଭର ସକଳ ସୃଷ୍ଟି ଦୋଛାଯୋଗ୍ୟ। ତୁମ୍ଭର ମହିମା ଗାନ କରନ୍ତି, କାରଣ ତୁମର ପୁତ୍ର ଆମମାନଙ୍କର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଓ ପବିତ୍ର ଆତ୍ମାଙ୍କ ଶକ୍ତିରେ ତୁମେ ସମସ୍ତ ଜୀବନମୟ ଓ ପବିତ୍ର କରିଅଛ। ଯୁଗେ ଯୁଗେ ତୁମ୍ଭେ ନିଜର ଜନମଣ୍ଡଳୀ ସଂଗଠିତ କରିଅଛ, ଯେପରି ସର୍ବତ୍ର ଦିବାରାତ୍ରି ତୁମ୍ଭ ଉଦ୍ଦେଶ୍ୟରେ ଉତ୍କୃଷ୍ଟ ବଳି ଉତ୍ସର୍ଗ କରାଯିବ। ହେ ପ୍ରଭୁ ପରମ ପିତା, ଆମ୍ଭେମାନେ ସବିନୟ ପ୍ରାର୍ଥନା କରୁଅଛୁଁ, ତୁମେ ଆମର ଏହି ନୈବେଦ୍ୟକୁ ସେହି ପବିତ୍ର ଆତ୍ମାଙ୍କ ଶକ୍ତିରେ ପବିତ୍ରିତ କରିବାକୁ ପ୍ରସନ୍ନ ହୁଅ। ଯେପରି ତାହା ତୁମ ପୁତ୍ର ଆମର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶରୀର ଓ ରୁଧିରରେ ପରିଣତ ହେବ। ତାଙ୍କର ଆଜ୍ଞାରେ ଆମମାନେ ଏହି ଦିବ୍ୟ ଯଜ୍ଞ ଅନୁଷ୍ଠାନ କରୁଅଛୁ। ଯେଉଁ ରାତ୍ରି ଯୀଶୁ ବିଶ୍ୱାସଘାତୀ ଦ୍ୱାରା ଶତ୍ରୁ ହସ୍ତରେ ସମର୍ପିତ ହେଲେ, ସେହି ରାତ୍ରି ସେ ରୋଟି ଧରି ତୁମକୁ ଧନ୍ୟବାଦ ଦେଲେ ଏବଂ ତାହା ଖଣ୍ଡ କରି ନିଜର ଶିଷ୍ୟମାନଙ୍କୁ ଦେଇ ସେ କହିଲେ, ନିଅ ସମସ୍ତେ ଖାଅ, ଏହା ମୋର ଶରୀର, ଯାହା ତୁମମାନଙ୍କ ନିମନ୍ତେ ବଳି ଦିଆଯିବ। ରାତ୍ରି ଭୋଜନ ପରେ ସେ ପାନପାତ୍ର ନେଇ ତୁମଙ୍କୁ ପୁନର୍ବାର ଧନ୍ୟବାଦ ଦେଲେ। ସେହି ପାତ୍ରଟି ଶିଷ୍ୟମାନଙ୍କୁ ଦେଇ ସେ କହିଲେ, ନିଅ, ଏଥିରୁ ସମସ୍ତେ ପାନ କର, ଏହା ମୋର ରୁଧିରର ପାନପାତ୍ର, ନୂତନ ଓ ଚିରସ୍ଥାୟୀ ବ୍ୟବସ୍ଥାର ରୁଧିର। ଏହା ତୁମମାନଙ୍କ ତଥା ସକଳ ଲୋକଙ୍କ ନିମନ୍ତେ ପାପର କ୍ଷମା ଉଦ୍ଦେଶ୍ୟରେ ଢାଳି ଦିଆଯିବ। ମୋର ସ୍ମରଣାର୍ଥ ଏହା ତୁମ୍ଭେମାନେ କରୁଥିବ।
ଆମ ବିଶ୍ୱାସର ରହସ୍ୟ ଘୋଷଣା କରିବା। ଖ୍ରୀଷ୍ଟ କଲେ ଦେହତ୍ୟାଗ, ଖ୍ରୀଷ୍ଟ ହେଲେ ପୁନର୍ଜୀବିତ, ଖ୍ରୀଷ୍ଟ କରିବେ ପୁନରାଗମନ। ହେ ପରମ ପିତା, ଆମର ମୁକ୍ତି ସକାଶେ ତୁମର ପୁତ୍ରଙ୍କ ପ୍ରାଣନ୍ଦକ ଯନ୍ତ୍ରଣା, ତାଙ୍କର ଗୌରବମୟ ପୁନରୁତ୍ଥାନ ଓ ସ୍ୱର୍ଗାରୋହଣ ସ୍ମରଣ କରି ଆମମାନେ ତାଙ୍କ ପୁନରାଗମନରେ ଅପେକ୍ଷାରେ ଏହି ପବିତ୍ର ଜୀବନ ଭଳି କୃତଜ୍ଞତା ସହିତ ତୁମ ନିକଟରେ ଅର୍ପଣ କରୁଅଛୁ। ଆମମାନଙ୍କର ସବିନୟ ପ୍ରାର୍ଥନା, ତୁମର ଜନମଣ୍ଡଳୀର ଉତ୍ସର୍ଗ ପ୍ରତି ସଦୟରେ ଦୃଷ୍ଟିପାତ କରି ଏହିଭଳି ଗ୍ରହଣ କର, ଯାହାଦ୍ୱାରା ଆମମାନେ ତୁମ ସଙ୍ଗରେ ପୁନର୍ମିଳିତ ହୋଇଅଛୁ। ଅନୁଗ୍ରହ କର, ଯେପରି ତୁମ ପୁତ୍ରଙ୍କର ଶରୀର ରୁଧିର ପରିପୋଷିତ ଆମେ ସମସ୍ତେ ତାହାଙ୍କର ପବିତ୍ର ଆତ୍ମାଙ୍କ ଦ୍ୱାରା ଖ୍ରୀଷ୍ଟଙ୍କଠାରେ ଏକ ଶରୀର ତଥା ଏକ ଆତ୍ମାର ସ୍ୱରୂପ ଲାଭ କରିପାରିବୁ। ସେହି ପବିତ୍ର ଆତ୍ମା ଏକ ଶାଶ୍ୱତ ନୈବେଦ୍ୟ ରୂପେ ଆମମାନଙ୍କୁ ତୁମ ନିକଟରେ ଉତ୍ସର୍ଗ କରନ୍ତୁ। ପରମେଶ୍ୱରଙ୍କ ମାତା ଧନ୍ୟତମା କୁମାରୀ ମାରିଆ, ତୁମର ଧନ୍ୟ ପ୍ରେରିତ ଗଣ ତଥା ଗୌରବାନ୍ୱିତ ଧର୍ମ ସହିତ ସାଧୁ ସାଧ୍ୱୀ ଏବଂ ସକଳ ସାଧୁ ସାଧ୍ୱୀଙ୍କ ସଙ୍ଗରେ ସେ ଆମମାନଙ୍କୁ ସ୍ୱର୍ଗୀୟ ଆନନ୍ଦରେ ସହଭାଗୀ କରନ୍ତୁ। ତୁମ ନିକଟରେ ଏହି ମାନଙ୍କର ନିରବିଚ୍ଛିନ୍ନ ପ୍ରାର୍ଥନା ଉତ୍ସର୍ଗରେ ଆମେ ପୂର୍ଣ୍ଣ ଭରସା ରଖିଅଛୁ। ହେ ପ୍ରଭୁ, ଆମମାନେ ବିନତି କରୁଅଛୁ, ତୁମ ସହିତ ଆମମାନଙ୍କର ପୁନର୍ମିଳନର ଏହିଭଳି ସମଗ୍ର ଜଗତରେ ଶାନ୍ତି ଓ ପରିତ୍ରାଣର ଅଭିବୃଦ୍ଧି ନିମନ୍ତେ ଫଳପ୍ରଦ ହେଉ। ଆମମାନଙ୍କର ପୁଣ୍ୟ ପିତା ଫ୍ରାନ୍ସିସ୍, ଆମମାନଙ୍କର ମହାଧର୍ମାଧ୍ୟକ୍ଷ ଜନ, ସମସ୍ତ ଧର୍ମାଧ୍ୟକ୍ଷ ତଥା ଯାଜକ ବର୍ଗ ଏବଂ ତୁମର ସମସ୍ତ ଜନମଣ୍ଡଳୀଙ୍କ ସହିତ ଇହଲୋକରେ ପ୍ରବାସୀ ତୁମର ସମଗ୍ର ଧର୍ମମଣ୍ଡଳୀକୁ ବିଶ୍ୱାସ ଓ ସ୍ନେହରେ ସୁଦୃଢ଼ ରଖ। ହେ ଦୟାଳୁ ପିତା, ତୁମେ ସମ୍ମୁଖରେ ସମବେତ ଏହି ପରିବାର ସବିନୟ ପ୍ରାର୍ଥନା ଗ୍ରହଣ କର। ସମଗ୍ର ଜଗତରେ ପ୍ରବାସୀ ତୁମର ସକଳ ସନ୍ତାନ ସନ୍ତତି ତୁମ ସହିତ ସମ୍ମିଳିତ କର। ହେ ପ୍ରଭୁ ପରମ ପିତା, ପରଲୋକଗତ ଆମମାନଙ୍କର ଭାଇ ଭଉଣୀଙ୍କୁ ଏବଂ ତୁମର ପ୍ରୀତିଭାଜନ ୟୋଦ୍ଧାମ ତ୍ୟାଗ କରିଥିବା ସମସ୍ତଙ୍କୁ ସ୍ୱର୍ଗ ରାଜ୍ୟରେ ସ୍ଥାନ ଦେବାକୁ ପ୍ରସନ୍ନ ହୁଅ। ଆମମାନେ ସେହି ରାଜ୍ୟରେ ଉପନୀତ ହୋଇ ସେମାନଙ୍କ ସହିତ ଅନନ୍ତକାଳ ତୁମର ମହିମା ସନ୍ଦର୍ଶନରେ ପରିତୃପ୍ତ ହେବାକୁ ସତୃଷ୍ଣ ନୟନରେ ଅପେକ୍ଷା କରିଅଛୁ। ଯାହାଙ୍କ ଦ୍ୱାରା ତୁମେ ଜଗତର ସର୍ବମଙ୍ଗଳ ବିଧାନ କର, ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଆମମାନେ ପ୍ରାର୍ଥନା କରୁଅଛୁ। ତାହାଙ୍କ ଦ୍ୱାରା, ତାହାଙ୍କ ସହ ଓ ତାହାଙ୍କଠାରେ, ହେ ସର୍ବଶକ୍ତିମାନ ପିତା ପରମେଶ୍ୱର, ପବିତ୍ର ଆତ୍ମାଙ୍କ ସହ ସକଳ ମହିମା ଓ ଗୌରବ ତୁମର ହେଉ ଯୁଗେ ଯୁଗେ। ଆମେନ୍। ପ୍ରଭୁଙ୍କର ପ୍ରାର୍ଥନା ଆବୃତ୍ତି କରି ଆସନ୍ତୁ ଆମେ ସମସ୍ତେ ପିତା ପରମେଶ୍ୱରଙ୍କୁ ଭରସାରେ ପ୍ରାର୍ଥନା କରିବା। ହେ ଆମମାନଙ୍କ ସ୍ୱର୍ଗସ୍ଥ ପିତା, ତୁମର ନାମ ପୂଜିତ ହେଉ, ତୁମ ରାଜ୍ୟ ଆସୁ, ଯେଉଁପରି ସ୍ୱର୍ଗରେ ସେହିପରି ମର୍ତ୍ତ୍ୟରେ ତୁମର ଇଚ୍ଛା ପୂର୍ଣ୍ଣ ହେଉ। ଆଜି ଆମମାନଙ୍କର ଦୈନିକ ଆହାର ଦିଅ। ଆମମାନେ ଯେବେ ନିଜର ଅପରାଧୀଙ୍କୁ କ୍ଷମା କରୁ, ତୁମେ ସେହିପରି ଆମର ଅପରାଧ କ୍ଷମା କର। ପ୍ରଲୋଭନରେ ପଡ଼ିବାକୁ ଆମମାନଙ୍କୁ ଛାଡ଼ ନାହିଁ, କିନ୍ତୁ ମନ୍ଦରୁ ରକ୍ଷା କର। ହେ ପ୍ରଭୁ, ଆମେ ବିନତି କରୁଅଛୁ, ଆମମାନଙ୍କୁ ସକଳ ଅମଙ୍ଗଳରୁ ରକ୍ଷା କର ଏବଂ ଆମର ଜୀବନ କାଳରେ ଶାନ୍ତି ଦିଅ। ତୁମର ପାର କରୁଣାରେ ଆମମାନଙ୍କୁ ପାପରୁ ମୁକ୍ତ କର ଏବଂ ସକଳ ବିପଦରୁ ଉଦ୍ଧାର କର। ଆମମାନେ ସେହି ଦିନର ଅପେକ୍ଷାରେ ରହିଅଛୁ, ଯେବେ ଆମର ମୁକ୍ତିଦାତା ଯୀଶୁଖ୍ରୀଷ୍ଟ ପୁନର୍ବାର ଆଗମନ କରି ଆମର ମଙ୍ଗଳମୟ ଆଶା ପୂର୍ଣ୍ଣ କରିବେ। କାରଣ ଯୁଗେ ଯୁଗେ ରହିଛି ତୁମ ରାଜ୍ୟ, ତୁମର ପରାକ୍ରମ, ତୁମର ମହିମା। ହେ ପ୍ରଭୁ ଯୀଶୁଖ୍ରୀଷ୍ଟ, ତୁମେ ନିଜ ପ୍ରେରିତ ମାନଙ୍କୁ କହିଅଛ, ମୁଁ ତୁମମାନଙ୍କ ନିମନ୍ତେ ଶାନ୍ତି ରଖିଯାଉଅଛି, ମୋର ଶାନ୍ତି ମୁଁ ତୁମମାନଙ୍କୁ ଦେଉଅଛି। ତୁମେ ଆମର ପାପ ପ୍ରତି ନୁହେଁ, କିନ୍ତୁ ତୁମ ଧର୍ମମଣ୍ଡଳୀର ବିଶ୍ୱାସ ପ୍ରତି ଦୃଷ୍ଟିପାତ କର ଏବଂ ଆମମାନଙ୍କୁ ତୁମ ରାଜ୍ୟର ଶାନ୍ତି ଓ ଏକତା ପ୍ରଦାନ କର। ତୁମେ ହିଁ ଯୁଗେ ଯୁଗେ ଜୀବନ ଧାରଣ ତଥା ରାଜତ୍ୱ କରୁଅଛ। ଆମେନ୍। ପ୍ରଭୁଙ୍କର ଶାନ୍ତି ଆପଣମାନଙ୍କଠାରେ ସର୍ବଦା ରହୁ, ଆପଣଙ୍କଠାରେ ମଧ୍ୟ ସର୍ବଦା ରହୁ। ପରସ୍ପରକୁ ଶାନ୍ତିରେ ଅଭିନନ୍ଦନ କରନ୍ତୁ। ଶାନ୍ତି। हे जगत पापहारक परमेश्वरଙ୍କ ଶାବକ ଆମମାନଙ୍କୁ କୃପା କର। हे जगत पापहारक परमेश्वरଙ୍କ ଶାବକ ଆମମାନଙ୍କୁ କୃପା କର। हे जगत पापहारक परमेश्वरଙ୍କ ଶାବକ ଆମମାନଙ୍କୁ ଶାନ୍ତି ପ୍ରଦାନ କର। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଶରୀର ଯେଉଁ ମିଶ୍ରଣକୁ ଆମମାନେ ଗ୍ରହଣ କରିବାକୁ ଯାଉଛୁ, ତାହା ଆମମାନଙ୍କୁ ଅନନ୍ତ ଜୀବନ ପ୍ରଦାନ କରୁ। हे प्रभु ଯୀଶୁଖ୍ରୀଷ୍ଟ, ସ୍ୱୟଂଜୀବୀ ଈଶ୍ୱରଙ୍କ ପୁତ୍ର, ତୁମେ ପରମ ପିତାଙ୍କ ଇଚ୍ଛା ପ୍ରକାରେ ଓ ପବିତ୍ର ଆତ୍ମାଙ୍କ ସହାୟତାରେ ନିଜର ମୃତ୍ୟୁ ଦ୍ୱାରା ଜଗତକୁ ନବଜୀବନ ପ୍ରଦାନ କରିଅଛ।
ତୁମର ପରମ ପବିତ୍ର ଶରୀର ରୁଧିର ଦ୍ୱାରା ମୋର ସକଳ ପାପ କ୍ଷମା କର ଏବଂ ମୋତେ ସକଳ ମନ୍ଦରୁ ରକ୍ଷା କର। ତୁମର ଶିକ୍ଷାରେ ମୋତେ ଅଟଳ ରଖ ଏବଂ ତୁମଠାରେ ମୋତେ କଦାଚ ଦୂର କର ନାହିଁ। ଦେଖ ଏହି ପରମେଶ୍ୱରଙ୍କ ମେଷ ଶାବକ ଯେ ଜଗତର ପାପ ହରଣ କରନ୍ତି। ଧନ୍ୟ ଝିଅମାନେ ତାଙ୍କର ଭୋଜକୁ ନିମନ୍ତ୍ରିତ। हे प्रभु ମୁଁ ତୁମ ମନା କରିବାକୁ ଅଯୋଗ୍ୟ, ପଦେ ମାତ୍ର କୁହ ମୋର ଆତ୍ମା ସୁସ୍ଥ ହେବ। Communion antiphon. The Christ had to suffer and rise from the dead, and so enter into his glory. Alleluia. Let us pray. Hear, O Lord, our prayers, that this most holy exchange by which you have redeemed us may bring your help in this present life and ensure for us eternal gladness through Christ our Lord. Amen. प्रभु आपण मानक संगे रहंतु, आपनक संगे मध्य रहंतु। सर्वशक्तिमान परमेश्वर पिता पुत्र एवं पवित्र आत्मा आपण मानक आशीर्वाद प्रदान करंतु। आमेन। दिव्य यज्ञ समाप्त। ख्रीष्टଙ୍କ शांति रे जानतु। ईश्वरଙ୍କୁ धन्यवाद।